ଯୌତୁକ ନିର୍ଯାତନା ସହି ନପାରି ମହିଳାଙ୍କ ଆତ୍ମହତ୍ୟା। ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପଘର ଲୋକେ। ପୂର୍ବରୁ ଝିଅକୁ ଯୌତୁକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ଝିଅର ବାପା। ଅଭିଯୋଗକୁ ଆଧାର କରି ମୃତ ଝିଅର ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି ଉମରକୋଟ ପୋଲିସ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ଡିଏନକେଠାରେ। सूचना अनुसार 1.5 वर्ष पूर्वे उमरकोट डीएनके निवासी काबुल चंद्रଙ୍କ ସାନ ପୁଅ ସହ ରାଇଘର ବ୍ଲକ अंतर्गत ଛତାବେଡ଼ା ଗ୍ରାମର ପ୍ରଭାସ ମିଶ୍ରଙ୍କ ଝିଅ ଅଞ୍ଜନା ସହ ସାମାଜିକ ବିବାହ ହୋଇଥିଲା। ଅଞ୍ଜନା ପେଶାରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ବାହା ହେବା ପରଠୁ ପୁଅର ପରିବାର ଲୋକେ ଝିଅକୁ ଯୌତୁକ ନିମନ୍ତେ ମାନସିକ ନିର୍ଯାତନା ଦେଇ ଆସୁଥିବା କଥା ଝିଅ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଯୌତୁକକୁ ନେଇ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଛନ୍ତି ଓ ମୋତେ ଜୀବନରୁ ମାରିଦେବେ ବୋଲି ଧମକ ଦେଉଛନ୍ତି କହି ଗତକାଲି ରାତିରେ ଝିଅ ନିଜ ଦାଦାଙ୍କୁ ଫୋନ୍ କରି ଜଣାଇଥିଲେ। ଆଜି ଘଟଣାର ସମାଧାନ ହେବାର ଥିଲା, କିନ୍ତୁ ଦୁର୍ଭାଗ୍ୟ କଥା ଯେ ଆଜି ସକାଳେ ଝିଅ ନିଜ ଶୋଇବା ରୁମ୍ରେ ଥିବା ଫ୍ୟାନ୍ରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଛି କହି ଆମକୁ ଖବର ଦେଲେ ବୋଲି କହିଛନ୍ତି ଝିଅର ବାପା। ଝିଅ ଘର ଲୋକଙ୍କ କହିବା କଥା ଯେ ଆମ ଝିଅ ଆତ୍ମହତ୍ୟା କରିନାହାନ୍ତି, ପରିବାର ଲୋକେ ମିଶିକି ଆମ ଝିଅକୁ ନିର୍ଯାତନା ଦେଇ ହତ୍ୟା କରିଛନ୍ତି। ଅପରପଟେ ଘଟଣାକୁ ନେଇ ଶ୍ୱଶୁର ଘର ଲୋକେ ନିର୍ଯାତନା କଥାକୁ ଖଣ୍ଡନ କରିଛନ୍ତି ଏବଂ ତାକୁ ଆମେ ନିଜ ଝିଅ ଭଳି ଦେଖୁଥିଲୁ ବୋଲି କହିଛନ୍ତି ମୃତ ଝିଅର ଶ୍ୱଶୁର। ପୁଅ ଓ ବୋହୂ ଭିତରେ ଭଲ ସମ୍ପର୍କ ଥିଲା, କିନ୍ତୁ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ଆମେ ଜାଣିନାହୁଁ ବୋଲି କହିଛନ୍ତି ମୃତ ଝିଅର ଶ୍ୱଶୁର ଶ୍ରୀ କାବୁଲ ଚନ୍ଦ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଉମରକୋଟ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଆମର ସାନ ବୋହୂ ମାନେ ମୋତେ ଝିଅ ନାହିଁ, ସାନ ବୋହୂ ଥିଲା, ବଡ଼ ବୋହୂ ଥିଲା। ସେମାନଙ୍କୁ ଆମେ ଝିଅ ଭଳିଆ ପାଲୁଥିଲୁ, ଝିଅ ଭଳିଆ ଦେଖୁଥିଲୁ। ତାର ମାଇଣ୍ଡରେ କ'ଣ ହେଲା କିସ୍ ହେଲା ଏସବୁ ମୋତେ କିଛି ଭଲ ଭାବେ ଜଣା ନାହିଁ, କିନ୍ତୁ ସେ ନିଜ ଇଚ୍ଛାରେ କ'ଣ କଲା ଆମେ ଜାଣିପାରୁନି। ଘଟଣାଟା ଘଟିଲା ଆଜି ସକାଳ। ଆମର ବ୍ୟବସାୟୀ ଲୋକ ତ ଆମର 7ଟା ବେଳେ ସାନ ପୁଅ ଆଉ ବୋହୂ ସେଠି ଏକା ଥିଲା, ଉପର ରୁମ୍ରେ ଥିଲା। ଥିବା ପରେ ସାନ ପୁଅ 7ଟା ବେଳେ ରେଡ଼ି ହେଇକି ଦୋକାନରେ ପଳାଇଲା। ତାପରେ ବଡ଼ ପୁଅ 7:30ରେ ପଳାଇଲା, ମୁଁ 8:20ରେ ଗଲା ପରେ କ'ଣ ହେଲା, ମୋର ବଡ଼ ବୋହୂ ତାକୁ ଫୋନ୍ କଲା, ତଲଠୁ ଫୋନ୍ କଲା ଯେ କେଉଁଠି ଅଛ ବୋଲି ଫୋନ୍ କରୁଥିଲା, କିନ୍ତୁ ସେ ସୁଇଚ୍ ଅଫ୍ ଥିଲା ଫୋନ୍ରେ। ହଁ, ତାପରେ ସେ ଉପରକୁ ଗଲା, ଉପରକୁ ଯାଇକରି ଦରବାଜାକୁ ବାଡ଼େଇଲା, କୌଣସି ଆୱାଜ ଦେଲା ନାହିଁ। ତାପରେ କ'ଣ ହେଲା, ମୋର ବଡ଼ ପୁଅକୁ ବଡ଼ ବୋହୂ ଫୋନ୍ କଲା, ଏମିତି ବ୍ୟାପାର। ସେ ଭିତରୁ କିଛି ଆୱାଜ ଆସୁନି, କିଛି ଆସୁନି, କିଛି ଫୋନ୍ ମଧ୍ୟ ରିସିଭ୍ କରୁନାହାନ୍ତି, ତୁମେ ଟିକେ ଜଲ୍ଦି ଆସ। ସେ ସେତେବେଳେ ଦୌଡ଼ିକରି ବଡ଼ ପୁଅ ପଳାଇ ଆସିଲା। ପଳାଇ ଆସିକରି ଯେତେବେଳେ ଦରବାଜାକୁ ଆୱାଜ ଦେଲା, ସେ ବହୁତ ଥର ବାଡ଼େଇଲା, କିଛି ଆୱାଜ ଆସିଲା ନାହିଁ। ତାପରେ ସେ ନିଜେ ଧକ୍କା ମାରିକରି ସେ ଦରବାଜାକୁ ଖୋଲିଦେଲା। ଖୋଲିଦେଲା ପରେ ଦେଖୁଛି ସେ ହେଇକିରି ଅଛି, ହ୍ୟାଙ୍ଗିଂ ହେଇକିରି ଅଛି। କହିପାରୁନି, ଏସବୁ ମିଛ କଥା, ଏଗୁଡ଼ାକ କେବେ ନାହିଁ। ଆମର ସେ ପଲିସି ଏକା ନାହିଁ, ସେ ନାହିଁ। ଆମେ ସବୁ ମିଛ କଥା। ତ କି ମିଛ ବୋଲେ ଆମେ କାହିଁକି ତା ପାଖରୁ କାର ମାଗିବୁ? ଆମ ପାଖରେ କାର ନାହିଁ କି? ଆମ ପାଖରେ କାର ଅଛି, ଗାଡ଼ି ଅଛି, ସବୁ ଅଛି। ଆମେ ତାକୁ କାହିଁକି ମାଗୁ? ଆମେ ତାକୁ ଝିଅ ଭଳିଆ ପାଲୁଥିଲୁ, ଝିଅ ଭଳିଆ ଦେଖୁଥିଲୁ, କିନ୍ତୁ ତାର କି ମାଇଣ୍ଡରେ କ'ଣ ଅଛି ନ ଅଛି ମୋତେ ସେ ବ୍ୟାପାରରେ କିଛି ନାହିଁ। ତାର ବାପା ମା ସଙ୍ଗେ କଥା ହଉଥିଲା, ହଉଥିଲା, କ'ଣ ତାଙ୍କ ଭିତରେ ଗଣ୍ଡଗୋଳ ଅଛି ଆମକୁ କିଛି ଜଣାନାହିଁ। ବହୁତ ଭଲ, ସେ ଯେତିକି ମାନେ ଆମକୁ ଭଲ ପାଉନଥିଲା ତାଠୁ ଡବଲ ତାକୁ ଭଲ ପାଉଥିଲା। ତା ସଙ୍ଗେ ଏକା ସଦାବେଳେ ସେଇ ହେଇକିରି ଥିବ। କେବେ ଆମକୁ ମଧ୍ୟ କେବେ କହିନି ମା ଏମିତି ଗୋଟେ କହିଛି, ବାପା ଏମିତି ଗୋଟେ କହିଛି, କେବେ ନାହିଁ। ମୋର ପୁଅ ସେମିତି ଟାଇପ୍ର ନାହିଁ। ଗତ 15/7/2024 ତାରିଖ ଦିନ ମୁଁ ଉମରକୋଟ ଡିଏନକେ ସ୍ଥିତ କାବୁଲ ଚାନ୍ଦଙ୍କ ପୁଅ ଅନୁପମ ଚାନ୍ଦଙ୍କୁ ବିବାହ ଦେଇଥିଲି। ଘଟଣା ଏବେ ମଝିରେ ସେମାନେ ଯୌତୁକ ପାଇଁ କହୁଥିଲେ। ଗୋଟେ କାର୍ ଦେଇନଥିଲି ବୋଲି ସେମାନେ ବାରମ୍ବାର କହୁଥିଲେ କାର୍ ଦିଆଯାଉ ବୋଲି, ତେଣୁ ସେମାନେ ମାନସିକ ନିର୍ଯାତନା ଦଉଥିଲେ। ଆଉ 15 ଦିନ ତଳେ ଗଣ୍ଡଗୋଳ ବହୁତ ମାରାତ୍ମକ ଆକାର ଧାରଣ କରିଥିଲା। ସେମାନେ ସମସ୍ତେ ମୋ ଝିଅକୁ ଟର୍ଚରିଂ କରିଥିଲେ ଏବଂ ସେଥିପାଇଁ ମୁଁ କହିଥିଲି ବି ଯେ ଝିଅକୁ ନେଇଯିବି ଘରେ, କିନ୍ତୁ ଝିଅ କହିଲା ନାହିଁ ମୁଁ ଯିବିନି, ଏଇଠି ମୁଁ ରହେ। କିନ୍ତୁ
ଗତକାଲି ଗତକାଲି ବି ସେ ମୋର ଭାଇକୁ ଫୋନ୍ କରିଥିଲା ଯେ କକା ମୋତେ ଏଠୁ ନେଇଯାଅ ନହେଲେ ମୋତେ ମାନେ ମାରିଦେବେ ବୋଲି। ତାପରେ ମୁଁ କହିଲି ଯେ ନା ଆମେ ଯିବାନି, ତାଙ୍କର ବି ସମ୍ମାନ ଅଛି, ରାତିରେ ଆମେ ଯିବାନି, ସକାଳେ ଆମେ ଗୋଟେ କ'ଣ କଥାବାର୍ତ୍ତା ସବୁ ହେବା ହେଇକିରି ଗୋଟେ ଡିସାଇଡ୍ କରିବା। କିନ୍ତୁ ତାପରେ ଦେଖିଲୁ ରାତିରେ ସେମାନେ ସମସ୍ତେ ମିଶିକି ମାରି ଦେଇଛନ୍ତି। ଆମେ ରାତି 10ଟା ପର୍ଯ୍ୟନ୍ତ ବି ଝିଅ ସହିତ କଥା ହେଲୁ। ଝିଅକୁ ଆମେ ବିଭିନ୍ନ ପ୍ରକାର ବୁଝେଇଲୁ ଯେ ରମା ସେଠି, କିନ୍ତୁ ସକାଳ ହେଲାରୁ ସେମାନେ ଫୋନ୍ କଲେ ଯେ ତୁମ ଝିଅ ଆଉ ନାହିଁ। କିନ୍ତୁ ମୁଁ ଆସି ଦେଖିଲି, ଆମେ ଆଉ ସମସ୍ତେ ଯେତେବେଳେ ଆସିଲୁ, ଆସିକି ଦେଖିଲୁ ଯେ ସେଠି ବ୍ଲଡ୍ ପଡ଼ିଛି, ବ୍ଲଡ୍ ଶୁଖି ବି ଯାଇଛି। ଯାହା ଜଣାପଡ଼ୁଛି ରାତି 11ଟା 12ଟା ସୁଦ୍ଧା ଝିଅକୁ ସେମାନେ ମାରି ଦେଇଛନ୍ତି। ଚୁରି ବି ଭଙ୍ଗାରୁଜା ହେଇକିରି ସାଇଡ଼୍ରେ ପଡ଼ିଛି। ଏମିତି ପାରିପାର୍ଶ୍ୱିକ ଅବସ୍ଥା ଯାହା ଜଣାପଡ଼ୁଛି ଯେ ସେମାନେ ନିଜେ ହିଁ ଜାଣି ଶୁଣିକିରି ମୋ ଝିଅକୁ ମାରି ଦେଇଛନ୍ତି। ଯୌତୁକ ନିର୍ଯାତନା, ଆଉ କିଛି ନାହିଁ। ଉମରକୋଟରୁ ମନୋଜ ହାଲଦାରଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।